जागो हे जागो हे जागो हे जागो हे जागो हे अनंत तुमे जागी उठा भरा धामे जागो हे अनंत तुमे जागी उठा भरा सिखाई दिया है प्रभु हे संसार सार कर में सिखाई दिया है प्रभु हे संसार सार कर में देखा थारे शंख चक्र गदा पद्म हस्ते तुमे गदा पद्म हस्ते तुमे देखाई दिया ऐसा कति देखाई दिया ऐसा कति हे मूढ़रा मर में हड़की राम मूर्ति तुम्हें देखे न पाप नयने देखे न पाप नयने आरत नाशन हे जसवान भारत नाशन हे जसवान बोलाई छ धरा धामे भूल पाई क्षमा दिया हे गोसाई क्षमा दिया हे गोसाई तुम श्री चरण ध्याई तुम श्री चरण ध्याई मिसी जाऊ तुम नामे जागो हे अनंत तुमे धरा जागो हे अनंत तुमे धरा जागो हे 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 बलिया शुभेच्छा जनाऊँगी समस्त भक्त मानू समस्त गुरु आश्रिता मान सुनाबेढ़ा माटीरू समस्त स्नेहपूर्ण शुभेच्छा रहूची। आजिर कथा होउची
ପବିତ୍ର ରଜ। ପବିତ୍ର ରଜ ଇଏ ଆମ ଓଡ଼ିଶାର ଗୋଟିଏ ମହାନ ପର୍ବ। ସବୁଆଡ଼େ ପାଳିତ ପ୍ରାୟ ହୁଏନି, କିନ୍ତୁ ମୁଖ୍ୟ ମୁଖ୍ୟ ସ୍ଥାନରେ ଏହା ପାଳିତ ହୁଏ। ତେବେ ଏ ରଜ ପର୍ବର ଉଦ୍ଦେଶ୍ୟ କ'ଣ? ରଜ ପର୍ବରେ କୁମାରୀମାନଙ୍କୁ ମାତୃଜ୍ଞାନ ମନେ କରିବା ଇଏ ହେଉଛି ପ୍ରଥମ କଥା। ଅର୍ଥାତ୍ ଯେଉଁମାନେ ଝିଅ ବିବାହ ହେଇନାହାନ୍ତି ସେମାନଙ୍କୁ ଆଜି ବସୁମାତାଙ୍କ ରୂପରେ, ଧରିତ୍ରୀ ମାତାଙ୍କ ରୂପରେ ତାଙ୍କୁ ନୂଆ ବସ୍ତ୍ର ଇତ୍ୟାଦି ଇତ୍ୟାଦି ପ୍ରଦାନ କରି ସେମାନେ ମାଟିରେ ଚାଲିବେ ନାହିଁ, ଏଇଭଳି ଭାବରେ ତାଙ୍କୁ ଚନ୍ଦନ ବା ବିଭିନ୍ନ ଯେଉଁ ସାଜାସଜାରେ ତାଙ୍କୁ ସଜେଇ ଦେବେ। ଗୋଟିଏ ନିର୍ଦ୍ଦିଷ୍ଟ କୋଠରୀରେ ବସେଇବେ। ସେମାନେ ଆଜି ପାନ ଭାଙ୍ଗିବେ, ପାନ ଲୋକଙ୍କୁ ଦେବେ ଏବଂ ପୋଡ଼ ପିଠା ଆଉ ମୁଢ଼ି ଏସବୁ ଖାଇବେ, ଦୋଳି ଖେଳିବେ। ଏଇଭଳି କେତେ ଗୁଡ଼ିଏ କାର୍ଯ୍ୟକ୍ରମକୁ ନେଇ ଏ ରଜ ପର୍ବଟି ଅତି ସୁନ୍ଦର ଭାବରେ ପାଳିତ ହୁଏ। ଆମ ପିଲାଦିନେ ଆହୁରି ବହୁତ ବଢ଼ିଆ ପର୍ବ ପାଳନ ହେଉଥିଲା। ଗୋଟିଏ ଘରେ ଗୋଟିଏ ଝିଅ ଅଛି, ତାର ସାଙ୍ଗସାଥି 5ଟି ଝିଅ କି 10ଟି ଝିଅଙ୍କୁ ଡକରାଯାଏ। ସେମାନେ ଆସିକିରି ଖାଆନ୍ତି। ସିଏ ପୁଣି ଆଉ ଗୋଟିଏ ଝିଅ, ସିଏ ପୁଣି ଅନ୍ୟମାନଙ୍କୁ ନିମନ୍ତ୍ରଣ କରେ। ଏମିତିକି ଏତେ ଖାଇବା ପିଇବା ପାଇଁ ନିମନ୍ତ୍ରଣ ଆସେ, ଝିଅମାନେ ବି ବଡ଼ ବ୍ୟସ୍ତ ହୋଇପଡ଼ନ୍ତି। ଆମେ ଆଉ ଖାଇପାରିବୁ ନାହିଁ, ଖାଲି ଟିକେ ହାତ ମାରି ମାନେ ଗୋଟେ ସ୍ନେହପୂର୍ଣ୍ଣ କଥା କହି ଫେରିଯାଆନ୍ତି। ସନ୍ଧ୍ୟା ପୂର୍ବରୁ ଖାଆନ୍ତି। ସନ୍ଧ୍ୟାବେଳେ ଯେତେବେଳେ ଶୃଗାଳ ଡାକ ଦିଏ ସେତେବେଳେ ତାପରେ ଆଉ ସେମାନେ ଭୋଜନ କରନ୍ତି ନାହିଁ। ଆଜି ଏଇ ଯେଉଁ ପବିତ୍ର ପର୍ବଟି ର ନାଁ ରଜ କାହିଁକି ଦିଆଗଲା? ଆଉ ଗୋଟେ କ'ଣ ନାଁ କରିଦେଇଥିଲେ ହେଇନଥାନ୍ତା? ଧରିତ୍ରୀ ମା ସେ ଏଇ ଦିନ ଠାରୁ ରଜସ୍ୱଳା ହୁଏ। ତାର ଶୁଦ୍ଧ ସ୍ନାନ ଦିବସ ହେଉଛି ଆଜିର ପର୍ବ। ଏଇ ଶୁଦ୍ଧ ସ୍ନାନ ସହିତ ପ୍ରକୃତିର ସମ୍ପର୍କ ରହିଛି। ଅର୍ଥାତ୍ ବର୍ଷାର ଶୁଭାରମ୍ଭ ହୁଏ, ବର୍ଷା ଦିନ ଆସେ। ତେଣୁ ଜଣେ ରଜସ୍ୱଳା ନାରୀ ସେ ଯେମିତି ରେଷ୍ଟ୍ରିକ୍ସନରେ ରହିବା କଥା, ଠିକ୍ ସେଇଭଳି 3ଟି ଦିନ କୁମାରୀମାନଙ୍କୁ ଗୋଟେ ନୀତି ନିୟମର ବଳୟ ଭିତରେ ରହିବାକୁ ହୁଏ। ତାପରେ ଆଉ ଗୋଟିଏ କଥା କହିବାକୁ ଚାହୁଁଛି। ରଜ କହିଲେ ର ଆଉ ଜ। ର କହିଲେ ରବି ବା ସୂର୍ଯ୍ୟ। ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ପାଇଁ ପୃଥିବୀ ଚାଲିଛି। ଇଏ ହେଉଛି ର। ଜ କହିଲେ ଜନାର୍ଦ୍ଦନ। ଯିଏ, ଜନାର୍ଦ୍ଦନ ଶବ୍ଦର ଅର୍ଥ ହେଉଛି
ଯିଏ ଅନ୍ନଦାତା ବା ସମସ୍ତଙ୍କୁ ଦୁନିଆରେ ଯିଏ ଅନ୍ନ ବସ୍ତ୍ର ପ୍ରଦାନ କରି ମାନେ ସୁଖରେ ରଖିଛନ୍ତି ତାଙ୍କରି ନାଁ ହେଉଛି ଜନାର୍ଦ୍ଦନ। ଗୀତାର କର୍ମଯୋଗରେ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ଜନାର୍ଦ୍ଦନ ବୋଲି ସମ୍ବୋଧନ କରିଛି। ଆଉ କହିଲେ ଜଗନ୍ନାଥ। ତେଣୁ ଏସବୁ କଥାର ତତ୍ତ୍ୱ ଜାଣିବାକୁ ପଡ଼ିବ। ରଜ କେତେ ସୁନ୍ଦର କଥାଟିଏ, କିନ୍ତୁ ଆମେ କ'ଣ କରୁଛୁ? ଆମେ ରଜ ପର୍ବ ମାନେ କେବଳ ଆମର ଛେଳି କାଟିବୁ, କୁକୁଡ଼ା କାଟିବୁ, ମାଛ ଧରିବୁ, ଏଇଥିରେ ଆମର ସମୟ ଅତିବାହିତ ହେଉଛି। କିନ୍ତୁ ପ୍ରକୃତରେ ବସୁମତୀ ସ୍ନାନ ପରେ ତାପରେ ତମେ ଯାହା କରିବା କଥା କର। କିନ୍ତୁ ଲକ୍ଷ ଲକ୍ଷ ଜୀବଙ୍କୁ ହତ୍ୟା କରି ବସୁମାତାଙ୍କୁ କ'ଣ ସନ୍ତୁଷ୍ଟ କରାଯାଇପାରେ? ଆଜି ପବିତ୍ର ରଜରେ ବାଗୁଡ଼ି ଖେଳ ହୁଏ, ଆଉ ସବୁ କ'ଣ ଖେଳ ହୁଏ ମୁଁ ତ ଖେଳ ନାଁ ଗୁଡ଼ିକ ଜାଣିନି, ଭୁଲି ଯାଇଛି। କିନ୍ତୁ ଇଏ ପର୍ବଟା ଗୋଟେ ସ୍ୱତନ୍ତ୍ର ପର୍ବ, କିନ୍ତୁ ଏହାକୁ ଅପବ୍ୟବହାର ମଧ୍ୟ କରାଯାଉଛି। ତେଣୁ ସବୁବେଳେ ମନେ ରଖନ୍ତୁ, ହିନ୍ଦୁର ଯେତେ ପର୍ବ ତାର ସମ୍ପର୍କ ନିଶ୍ଚିତ ଭାବରେ ପ୍ରକୃତି ସହିତ ତାର ସମ୍ପର୍କ ରହିଛି, ମାନବ ଧର୍ମ ସହିତ ସମ୍ପର୍କ ରହିଛି। ଏ ହେଉଛି କଥା। ଯଦି ରଜ ପର୍ବ ଭିତରେ ଗୁରୁବାର ପଡ଼ିଗଲା, ସଂକ୍ରାନ୍ତି ପଡ଼ିଗଲା, କିଛି ପିଲାଙ୍କ ମନରେ ଏତେ ଦୁଃଖ, ଇଏ ରଜଟା ଗୋଟେ ଗୁରୁବାର ପଡ଼ିଲା, ଆମେ କେମିତି ମଟନ ଖାଇବୁ, ଚିକେନ ଖାଇବୁ, ସଂକ୍ରାନ୍ତି ପଡ଼ିଗଲା କ'ଣ କରିବୁ, ଇଏ ଗୋଟେ ଚିନ୍ତାର ବିଷୟ। ତେବେ ପବିତ୍ର ରଜରେ ପୋଡ଼ ପିଠା ଖାଅ। ଲୋକ ପିଠା ଭୁଲିଗଲେଣି। ମୁଢ଼ି ଖାଅ, ପାନ, ସାଧା ପାନ ଖାଅ, ବାଗୁଡ଼ି ଖେଳ, ଏ କଥା ଉପରେ ଗୁରୁତ୍ୱ ଦିଅ। ଆଜି ବାୟା କହୁଛନ୍ତି ଧର୍ମର 10ଟି ଲକ୍ଷଣ ଉପରେ ସେ କହୁଛନ୍ତି। ପ୍ରଥମ କହିଲେ ଧୃତି। ଧୃତି ଅର୍ଥ ଧୈର୍ଯ୍ୟ। ସବୁବେଳେ ଆପଣମାନେ ମନେ ରଖିବେ, ଜୀବନଟି ଦୁନିଆକୁ ଆସିଛି, ଦୁଃଖ ଆସିବ, ନିନ୍ଦା ଆସିବ, ରୋଗ ଆସିବ, ଅପମାନ ଆସିବ, ସମ୍ମାନ ବି ଆସିବ, ସୁଖ ବି ଆସିବ। କିନ୍ତୁ ଏଇ ଯୋଉ ଦୁଃଖ ବିପଦ ଆସିଲେ ଯଦି ଆମେ ଧୈର୍ଯ୍ୟ ରଖିବୁ ନାହିଁ, ତାହେଲେ ଆମ ଜୀବନଟି ଅଶାନ୍ତ ହେବ। ତେଣୁ ଧର୍ମର ପ୍ରଥମ ଲକ୍ଷଣ ହେଉଛି ଧୈର୍ଯ୍ୟ। ତାପରେ କ୍ଷମା। କ୍ଷମା ଏଇ ଦୁନିଆରେ ବଡ଼ ହୁଅ। ଯିଏ ତୁମର ଶତ୍ରୁ ବୋଲି ତୁମେ ଭାବୁଛ, ଶତ୍ରୁ ପାଇଁ ମଧ୍ୟ ତମକୁ ପ୍ରାର୍ଥନା କରିବାକୁ ପଡ଼ିବ, ଅପେକ୍ଷା କରିବାକୁ ପଡ଼ିବ। ସିଏ ପୁଣି କେମିତି ମିତ୍ର ହବ ତା ପାଇଁ ଚେଷ୍ଟା କର।
ଇଏ ହେଉଛି କ୍ଷମା। ମନର ଏକାଗ୍ରତା ରଖ, ଇଏ ହେଉଛି ସବୁ କାମ କରିବା ପାଇଁ ସାହସ ବାନ୍ଧ, ଇଏ ହେଉଛି ଦମ। ମନର ଏକାଗ୍ରତା ରଖ, ଏଇଟା ହବନି, ଏମିତି ଭାବନା ନିଶ୍ଚୟ ହବ। ଆଜି ପିଲାମାନେ ପାଠ ପଢୁଛନ୍ତି, ଅନେକ ପିଲା ଭାବୁଛନ୍ତି ମୁଁ ପାଠ ପଢିପାରିବିନି, ଏଇଟା ମୋ ଦ୍ୱାରା ହବନି। କିନ୍ତୁ ପ କହିଲେ ପରମ ବା ଶ୍ରେଷ୍ଠ, ପ କହିଲେ ପରମାତ୍ମା ବା ସର୍ବଶକ୍ତିମାନ। ସେ କୋଉଠି ଅଛନ୍ତି? ତମରି ଭିତରେ ପରା ଅଛନ୍ତି। ଏଡ଼େ ବଡ଼ ଶକ୍ତି ତମ ଭିତରେ ଅଛି, ତମେ କହୁଛ ମୋର ପାଠ ହବନି। ପ କହିଲେ ପୁତ୍ର, ଭଲ ପୁତ୍ର ହୁଅ, ଆଦର୍ଶ ପୁତ୍ର ହୁଅ, ଆଦର୍ଶ କନ୍ୟା ହୁଅ। ଆମମାନେ କହିଲେ ପଟା ଲେଖା ହେଇଛି, ପୁତ୍ର କଟ ଲେଖା ହେଇନି। ନାଇଁ, ମୋଟାମୋଟି ଆମେ ପୁତ୍ର ଏବଂ ପୁତ୍ରୀ, ପୁଅ ଆଉ ଝିଅ, ଏ ପ ଅକ୍ଷରରେ ଅଛି। ପୁତ୍ର, ପୁତ୍ରୀ, ପୌତ୍ର, ପୌତ୍ରୀ, ନାତି ନାତୁଣୀ ପର୍ଯ୍ୟନ୍ତ ପରେ ଅଛି। ଭଲ ପୁଅଟିଏ ହଉ, ଖାଲି ଭଲ ପୁଅ ହେଲ, ଭଲ ପିତା ହୁଅ, ଭଲ ମାତା ହୁଅ। ଏଇ ପ ଅକ୍ଷରେ ସବୁ ତ ଅଛି। ଆଉ ତେଣୁ ପରମେଶ୍ୱରଙ୍କ ପଦାବ୍ଜରେ ମନକୁ ରଖି ପାଠ ପଢ। ଆଚ୍ଛା, ଇଏ ଗଲା ପ। ତାପରେ ଅଛି ଆ। ହଁ, ପାଠ। ହଁ, ପାଠ। ପାଠର ପ ପରେ ଆଦି ଅଛି। ଆଦି କ'ଣ? ଆତ୍ମା। ସେ କୋଉଠି ଅଛନ୍ତି? ତମ ହୃଦୟରେ ଅଛନ୍ତି। ସକାଳ ସନ୍ଧ୍ୟାରେ ତମ କାୟ ବାକ୍ୟ ମନ ସୁସ୍ଥ ରହିବା ପାଇଁ ତୁମେ ଟିକେ ହୃଦୟ ଚକ୍ରକୁ ଧ୍ୟାନ କର। ଆଉ 2 ମିନିଟ୍ 2.5 ମିନିଟ୍ କର, କିଛି ବେଶୀ ଦରକାର ନାହିଁ। ଇଏ ଗଲା ଆ। ସୂର୍ଯ୍ୟ ହେଉଛନ୍ତି ଆଦିତ୍ୟ, ବିଷ୍ଣୁ। ଆଦିତ୍ୟ ନାମହଂ ବିଷ୍ଣୁ ଜ୍ୟୋତିଷାଂ ରବିରଂ ସ୍ୱାଃ। ସୂର୍ଯ୍ୟଙ୍କୁ ପ୍ରାର୍ଥନା କଲେ ଆମେ କହୁଛୁ କ'ଣ? ଗଣେଶଙ୍କୁ ପ୍ରାର୍ଥନା କରିବା, ସେ ସରସ୍ୱତୀଙ୍କୁ ପ୍ରାର୍ଥନା କରିବା, ଲକ୍ଷ୍ମୀକି ପ୍ରାର୍ଥନା କରିବା, ଇଏ ସବୁ ପରବର୍ତ୍ତୀ ସମୟର କଥା। କିନ୍ତୁ ସୂର୍ଯ୍ୟ ହେଉଛନ୍ତି ଗୁରୁ, ତାର ପ୍ରମାଣ ବି ଅଛି। ଶୁକ୍ଳ ବେଦ ନାମକ ଏକ ବେଦ ସୂର୍ଯ୍ୟଙ୍କର ପ୍ରେରଣାରେ ସୃଷ୍ଟି ହେଇଥିଲା। ଇଏ ହେଉଛି ପା। ପା କହିଲେ କ'ଣ? ପାଣି। ପାଣି କହିଲେ କ'ଣ? ହାତ। ଇଏ ହାତକୁ ଠିକ୍ ଭାବରେ ଭଲ କାମରେ ଲଗାଅ, କଲମ ଚଲା, ଭଲ ଲେଖ। ପା କହିଲେ ପାଣି, ଶୁଦ୍ଧ ପାଣି ପିଅ, ମଦ ନୁହଁ। ଯାହାକୁ କହୁଛନ୍ତି ମଦ, ହୁସ୍କି, ଏସବୁ ନୁହଁ। ପା କହିଲେ ପାଦ, ଯୋଉ ପାଦକୁ ଭଲ ସ୍ଥାନକୁ ନିଅ, ଖରାପ ସ୍ଥାନକୁ ଯାଅ ନା। ଇଏ ହେଉଛି ପା। ଆଚ୍ଛା, ତେଣୁ ପାଣିର ପାଠର ଏତିକି କଥା ମନେ ରଖ, ଭଲ ମଣିଷ ହୁଅ।
ଗରିବ ପଛେ ହୁଅ, ଅଭଦ୍ର ହୁଅ ନା। ଆଚ୍ଛା, ଠଟି କ'ଣ? ଠ ହଉଛି ଗୋଟେ ଶୂନ। ସେ କିଏ? ଗୁରୁ। ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତ ଯେନ ଚରାଚରಂ ତତ୍ପଦଂ ଦର୍ଶିତଂ ଯେନ ତସ୍मै ଶ୍ରୀ। ଇଏ ଠ ଟିକିଏ ଆପଣ ସବୁ ତ ଠ ଆଉ। ସୂର୍ଯ୍ୟ ଠ ଭଳି, ପୃଥିବୀ ଠ ଭଳି, ଚନ୍ଦ୍ର ଠ ଭଳି, ଜଗନ୍ନାଥଙ୍କ ଆଖି ଦିଟା ଠ ଭଳି, ଏବଂ ତମ ମୁଣ୍ଡଟି ହଉଛି ଠ ଭଳି। ଏଇ ଠ ଭିତରେ ସବୁ କଥା ଅଛି। ବୁଦ୍ଧି, ବିବେକ, ବିଚାର, ଜ୍ଞାନ ସବୁ ଅଛି। ଠ କହିଲେ ଶୂନ୍ୟ। ଏ ଶୂନ୍ୟରେ ସବୁ ଅଛି। ଆଉ ସବୁ କଥା, ପବନ ଅଛି, ସୂର୍ଯ୍ୟାଲୋକ ଅଛି, ସବୁ ଅଛି। ଆଉ ତେଣୁ ଇଏ ଠକୁ ଗୁରୁଙ୍କ ରୂପରେ ମାନେ ପ୍ରଣତି ଜଣାଅ। ଗୁରୁ ପୁଣି କିଏ? ପ୍ରଥମ ଗୁରୁ ହେଲେ ତମ ଭିତରେ ଥିବା ଯୋଉ ମନ, ବୁଦ୍ଧି, ବିବେକ, ବିଚାର, ଇଏ ହଉଛନ୍ତି ପ୍ରଥମ ଗୁରୁ। ମନ ତୋହର ନିଜ ଗୁରୁ। ତାପରେ ତୁମେ ଯାହାଙ୍କ ମାଧ୍ୟମରେ ପୃଥିବୀକି ଆସିଲ, ପିତା ମାତା। ଯେଉଁ ପୁଅ ଝିଅ ମାନେ ପିତା ମାତାଙ୍କୁ ଦେଖିଲେ ନାକ ଟେକନ୍ତି, ଆମେ ମଧ୍ୟ ତାଙ୍କୁ ଦେଖିଲେ ଆମେ ଆଖି ବୁଜି ପକଉ, ତାଙ୍କ ମୁହଁ ଚାହିଁବାକୁ ଇଚ୍ଛା ହୁଏ। ନାକଟା ଟେକି ପାରୁନା, କାଳେ ଖରାପ ଭାବିବ, ଆମେ ଆଖି ବୁଜିକିରି କଥା କହୁ। ଇଏ ହଉଛି ପିତା ମାତା। ତାପରେ ପୁରୋହିତ, ଯିଏ ଆମର କଲ୍ୟାଣ ପାଇଁ ଆମକୁ ଆଶୀର୍ବାଦ କରନ୍ତି। ଆମର ଜନ୍ମ ବେଳେ ଷଠି ପୂଜା, ସତ୍ୟନାରାୟଣ ପୂଜା ତୁମର କର। ତାପରେ ଆଉ ଗୋଟିଏ କଥା ହଉଛି ଯେ ଶିକ୍ଷକ, ଶିକ୍ଷୟିତ୍ରୀ, ଯୋଉମାନଙ୍କ ପାଇଁ ଆମେ ପାଠ ପଢୁଛୁ କେବେ ବି ତାଙ୍କୁ ଅବମାନନା କର। ଆଜି ବି ମୋ ଜୀବନରେ ମୁଁ 3ଟି ଶିକ୍ଷା ଗୁରୁଙ୍କୁ ସ୍ମରଣ କରେ। ଏକରେ ମଧୁସୂଦନ କର, ବ୍ରଜବନ୍ଧୁ ମହାନ୍ତି, ସୁରେନ୍ଦ୍ରନାଥ ମହାନ୍ତି। ଇଏ ମୋର ଥିଲେ ପାଠ ଜୀବନର ମାନେ ମୋର ଶିକ୍ଷକ। ଆଉ ଆଚ୍ଛା, ଶିକ୍ଷକ ହଉଛନ୍ତି ଗୁରୁ। ଆଉ ଗୁରୁ କିଏ? ଶାସ୍ତ୍ର। ତମେ ପାଠୁଆ ପିଲା ଶାସ୍ତ୍ର ପଢିବାରେ ଏତେ ସମୟ ଦେବା ଉଚିତ ନୁହଁ। ତମେ ଯାହାକୁ ପଢୁଛ ସିଏ ହଉଛି ଗୋଟିଏ ଶାସ୍ତ୍ର, ସିଏ ହଉଛି ଗୋଟିଏ ଗୁରୁ। ଆଉ ଗୁରୁ ହଉଛନ୍ତି ସଦ୍ଗୁରୁ। ଧର ତମେ ସଦ୍ଗୁରୁ କରିନା, ତମ ବାପ ମା କରୁଛନ୍ତି କି ତମ ଅଜା ଆଈ କରୁଛନ୍ତି, ସିଏ ମଧ୍ୟ ତମର ଗୁରୁ। ତେଣୁ ପାଠ, ଇଏ ପାଠଟା ଯିଏ ପ୍ରକୃତରେ ପଢିବ ସେ ଦୁନିଆରେ ସବୁଠାରୁ ଭଲ ମଣିଷଟିଏ ହବ। ପାଠର ଅର୍ଥଟାକୁ ଯିଏ ଜାଣିବ। ଆଉ ଯଦି ଆମେ ପାଠ ପଢିବୁ, ଚାକିରି କରିବୁ, ଆଉ ଚାକିରି କରି ସାରିଲା ପରେ କୋଠା ବାଡ଼ି କରୁ, ଏଇଗୁଡ଼ାକ ଯଦି ପାଠ ଯିଏ ଭାବୁଥିବେ ଏଇଟା ଭୁଲ। ତେଣୁ ମନକୁ ବଶ କର, ତାକୁ ବଶ କରି ହବନି। ଏକାଗ୍ରତା ରଖ। ନାସାଗ୍ରକୁ ଧ୍ୟାନ କଲେ ମନର ଏକାଗ୍ରତା ଆସେ।
ତା ନାଁ ହେଉଛି ଦମ। ତାପରେ କାହାକୁ ଦୁଃଖ ଦେଇ ଧନ ସଞ୍ଚୟ କରନା। ଭାଗବତରେ କହିଲେ ଦୁଃଖେ ସଞ୍ଚିତ ଯେତେ ଧନ ସିଏ ନୁହେଁ ସୁଖେ ପ୍ରୟୋଜନ। ତାରି ନାଁ ହେଉଛି ଧର୍ମର ଆଉ ଗୋଟିଏ ନାଁ ଅସ୍ତେୟ। ତାପରେ ଆଉ ଗୋଟେ କଥା କହିଲେ ଶରୀରକୁ ପବିତ୍ର ରଖ। ତା ନାଁ ହେଉଛି ଶୌଚ। ଯଦି ଶରୀର ଯଦି ଅପବିତ୍ର ହେଲା ସବୁ ଗଲା। ଆଉ ଏକରେ ଯେମିତି ପବିତ୍ର ରହିବ, ଏମିତି ଖାଦ୍ୟ ଖାଇବ, ଏମିତି ସ୍ଥାନକୁ ଯିବ, ଏମିତି କଥା ଚିନ୍ତା କରିବ ଯେମିତି ତମ ଜୀବନ ଯେମିତି ଅପବିତ୍ର ରହେ। ଦେଖ ବାବୁମାନେ, ସବୁ ମୋର ପୁଅ ଝିଅମାନେ ଏତିକି ଦେଖ, ଜୀବନ ରେ ଆତ୍ମନ୍ ରେ ଆତ୍ମନ୍ ନିଦ୍ରା ପରିହରି ଫେରି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଃଶବ୍ଦେ ଜୀବ ସ୍ରୋତ ଧାଉଁଛି ନିଃଶବ୍ଦେ ସ୍ରୋତ ଧାଉଁଛି ଭେଟିବାକୁ ତୁ ସିନ୍ଧୁ କରାଳ ଲହରୀ ଭେଟିବାକୁ ତୁ ସିନ୍ଧୁ କରାଳ ଲହରୀ ରେ ଆତ୍ମନ୍ କେତେ ସୁନ୍ଦର ଗୀତ। ଆଜି ଏ ଜୀବନ ଅଛି, କାଲିକି ରହିବ କି ନା ସନ୍ଦେହ। କାହିଁକି ଭୁଲ ବାଟରେ ଯିବ? କାହିଁକି ଲୋକ ତମକୁ ଅଭଦ୍ର ଅନାଦ୍ୟ ବୋଲି କହିବେ, ବଜାରୀ ଛତରା ବୋଲି କହିବେ, ନନସେନ୍ସ ଇଡିଏଟ ବୋଲି କହିବେ? କାହିଁକି କହିବେ? କାହିଁକି ଆମେ ଏତେ ଭୁଲ କରିବା? ଆଜି ଆମେ ବଞ୍ଚିଛୁ, କାଲିକି ମେଡିକାଲକୁ ଯାଇପାରୁ। ତେଣୁ ସଜ୍ଜନ, ମୋ ଜୀବନର ପ୍ରତ୍ୟେକ ଦିନ ହେଉଛି ମୁଁ ମୃତ୍ୟୁକୁ ସମୀକ୍ଷା କରେ। ପ୍ରତ୍ୟେକ ଦିନ, ଏମିତି କୋଉ ଦିନ ନାହିଁ ମୁଁ ମୃତ୍ୟୁକୁ, ମୁଁ ଜନ୍ମକୁ ସମୀକ୍ଷା କରେ ନା। କାରଣ ଜନ୍ମ ବେଳେ ତ ମୋ ମନେ ନାହିଁ, ଆଉ ସମୀକ୍ଷା କରିବି କ'ଣ? କିନ୍ତୁ ମୁଁ ମୃତ୍ୟୁକୁ ସମୀକ୍ଷା କରେ। କାହିଁକି? ଯେ କେତେବେଳେ ମୋ ପାଇଁ ବି ମୃତ୍ୟୁ ଆସି ପହଞ୍ଚିଯିବ, ମୁଁ ଯାହା ଭାବିଛି ତାହା ପୂର୍ଣ୍ଣ କରିପାରିବି ତ? ଆଉ ଯଦି ପୂର୍ଣ୍ଣ କରିନି, ତାହା କେମିତି ଅତି ଶୀଘ୍ର କରିବି? ଇଏ ହେଉଛି ମୋର ଗୋଟିଏ ଜୀବନର 7-8 ବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ମୁଁ ମୃତ୍ୟୁକୁ ସମୀକ୍ଷା କରି ଚାଲିଛି। ଆପଣମାନେ ମଧ୍ୟ ସେଇ ସମୀକ୍ଷା କରନ୍ତୁ। ମୃତ୍ୟୁକୁ ଭୟ କରନ୍ତୁନି, କିନ୍ତୁ ଆମେ ଏମିତି କାମ କରିବା ଯେଉଁଟାକି ଆମେ ଗୋଟେ ଭଲ ମଣିଷ ହେବା, ଭଲ ପରିବାରଟିଏ ଗଠନ କରିବା। ଆଉ ସବୁ କଥା ଏହାରି ଭିତରେ ଅଛି। ପୁଣି ମୁଁ କାଲି ଦାମନଯୋଡ଼ିରୁ ଆପଣମାନଙ୍କୁ ବାର୍ତ୍ତା ଦେବି। ଆଜି ଏଇ ଯେଉଁ 10ଟି ଲକ୍ଷଣରୁ 5ଟି କଥା କହିଲି। ଶୌଚ, ଧୃତି, କ୍ଷମା, ଦମ, ଶୌଚ। ଆଉ ପୁଣି ଆଉ 5ଟି କଥା ରହିଲା, କାଲିକି କହିବି। ଆଉ ଧର୍ମର 10ଟି ଲକ୍ଷଣ ମୋର ମାନସ ଗୁରୁ ବାୟା ବାବା ଏ କଥା କହିଛନ୍ତି। ଏ କଥା ମୋ ମାନସ ଗୁରୁ କ'ଣ କହିଛନ୍ତି?
ସେ କ'ଣ ମୁଁ ତାଙ୍କୁ ରେଜିଷ୍ଟ୍ରି କରିଛି ନା କ'ଣ? ସେ ସମସ୍ତଙ୍କ ପାଇଁ କହିଛନ୍ତି। ମୋର ଆଧ୍ୟାତ୍ମିକ ପିତା ହେଉଛନ୍ତି ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ। ତାଙ୍କର ସେଇ ଧୁନଟିକି ମୋତେ ଭାରି ଭଲ ଲାଗେ। ଜୟ ଗୁରୁ ଜୟ জয় 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 গুরু জয় জগন্নাথ জয় গুরু বৈকুণ্ঠ জয় গুরু জয় জগন্নাথ জয় গুরু বৈকুণ্ঠ ବର୍ତ୍ତମାନ ବିଶ୍ୱର ଶାନ୍ତି ପାଇଁ ଏ କୀର୍ତ୍ତନଟି ନିତ୍ୟାନ୍ତ ଜରୁରୀ। ଜଗନ୍ନାଥଙ୍କୁ ଡାକ। ଆଉ ଜଗନ୍ନାଥଙ୍କୁ କ'ଣ ଘର ଭିତରେ ଗୋଟେ କ'ଣ ଅଣସର ଘର କହିକିରି କବାଟ ବନ୍ଦ କରି ଭାବୁଛ କ'ଣ ନା ଜଗନ୍ନାଥଙ୍କୁ ଆମେ ବନ୍ଦ କରି ଗୋଟେ ନା, ଜଗନ୍ନାଥ ହିଁ ଜଗନ୍ନାଥ। ମୋ ଜଗନ୍ନାଥ ସବୁବେଳେ ମୋ ହୃଦୟରେ ଅଛନ୍ତି। ହଉ, ଆଉ ଯାହା ରହିଲା କାଲିକି କହିବି। ଆଜି କଥାଟି ଏଠି ରଖିବା। ଏବଂ ଏଇ ଯେଉଁ କୀର୍ତ୍ତନଟି ଆମେ ଗାଇଲୁ, ଏଇ କୀର୍ତ୍ତନଟି ରଜ ପର୍ବରେ ସମସ୍ତଙ୍କ ପାଇଁ ମାନେ ଆନନ୍ଦ ସୃଷ୍ଟି କରନ୍ତୁ। ଇଏ ହେଉଛି ଗୋଟେ ବହୁତ ଭଲ କଥା। ଆଉ ଏଇଥିରେ ମୋର ଦୀକ୍ଷା ଗୁରୁ ସଦ୍ଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କର ଜୟ ଗୁରୁ ଶବ୍ଦଟି ରହିଛି, ଠାକୁର ଅନୁକୂଳ ଚନ୍ଦ୍ରଙ୍କର ରହିଛି। ତେଣୁ ଆଜି ସେଇ ନାମଟିକୁ ଗାଇ ଆମେ ରଜ ପର୍ବରେ ସମସ୍ତ କୁମାରୀମାନଙ୍କର ଶୁଭବାଞ୍ଛା କରୁଛୁ। ଆଉ ଦୟାକରି ଇଏ ଜୀବ ହତ୍ୟା ଆଜି କର, ଏଇ କଥାଟାକୁ ଟିକେ ବନ୍ଦ କର। ଆପଣ ଜୟ।